ଖ୍ରୀଷ୍ଟରେ ପ୍ରିୟ ଦର୍ଶକ ବନ୍ଧୁ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ନମସ୍କାର ଜଣାଇ ଆଜିର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ନିୟମିତ ଏହି କାର୍ଯ୍ୟକ୍ରମ ଦେଖୁଥାନ୍ତୁ ଓ ଆମ୍ଭମାନଙ୍କ ସହିତ ଫୋନରେ ଯୋଗାଯୋଗ ଜାରି ରଖିଥାନ୍ତୁ। ପ୍ରଭୁ ନିଶ୍ଚୟ ଆଶୀର୍ବାଦ କରିବେ। ଆଜିର ଅଧ୍ୟୟନରେ ଆମେ ଦେଖିବା ପରମେଶ୍ୱର କିପରି ଇସାକଙ୍କ ସହ ନିଜର ନିୟମକୁ ପୁନଃନିଶ୍ଚିତ କରୁଛନ୍ତି। ତେବେ ଆସନ୍ତୁ ବକ୍ତାଙ୍କ ସହିତ ଆଜିର ଅଧ୍ୟୟନ ଆରମ୍ଭ କରିବା। ଖ୍ରୀଷ୍ଟରେ ପ୍ରିୟ ଦର୍ଶକ ବନ୍ଧୁ ନମସ୍କାର। ଆଜି ଆମେ ଆଉ ଏକ ନୂଆ ଅଧ୍ୟାୟକୁ ଅଧ୍ୟୟନ କରିବାକୁ ଯିବା। ତାହା ହେଲା ଆଦି ପୁସ୍ତକ 26 ଅଧ୍ୟାୟ। ଈଶ୍ୱର ଇସାହାକଙ୍କ ନିକଟରେ ନିଜର ଚୁକ୍ତିକୁ ପୁନର୍ବାର ନିଶ୍ଚିତ କରୁଛନ୍ତି। ଇସାହାକ ରିବିକାଙ୍କ ବିଷୟରେ ମିଥ୍ୟା କହୁଛନ୍ତି। ଗରାରରେ ଇସାହାକ ଅଛନ୍ତି। ବର୍ତ୍ତମାନ ଇସାହାକ ବେର୍ସେବାକୁ ଯାଉଛନ୍ତି। ଜଣେ ପ୍ରଚାରକ ଏପରି କହନ୍ତି, ଯେତେବେଳେ ସେ ଯୁବା ପ୍ରଚାରକ ଥିଲେ ସେ ଏହି ପର୍ବକୁ ଏତେ ଭଲ ପାଉନଥିଲେ। ଏହା ରଙ୍ଗହୀନ ଓ ମନୋହର ନଥିଲା। ଅବ୍ରାହାମ ଓ ଯାକୋବଙ୍କ ପରି ବ୍ୟକ୍ତିଙ୍କ ବିଷୟରେ ଅଧ୍ୟୟନ କଲା ପରେ ଏପରି କିଛି ମନୋହର ବିଷୟ ନଥିଲା ପରି ମନେ ହୁଏ। ଏହି ପର୍ବରେ ଇସାହାକଙ୍କ ବିଷୟ ଅଧ୍ୟୟନ କରୁଛୁ। କହିବାକୁ ଗଲେ କେବଳ ଏହି ଅଧ୍ୟାୟରେ ଆମେ ଇସାହାକ ବିଷୟରେ ଅଧ୍ୟୟନ କରୁଛୁ, ଯାହା ଅତି ଚିତ୍ତାକର୍ଷକ। କିନ୍ତୁ ପରବର୍ତ୍ତୀ ବର୍ଷରେ ପ୍ରଚାରକ ସେହି ଅଧ୍ୟାୟକୁ ଆହୁରି ଅଧ୍ୟୟନ କଲେ। ସେ ଆବିଷ୍କାର କଲେ ଯେ ଈଶ୍ୱର ସେହି ପର୍ବରେ ମଧ୍ୟ ତାଙ୍କ ନିମନ୍ତେ ସମ୍ବାଦ ରଖିଛନ୍ତି। କହିବାକୁ ଗଲେ ଏହା ଗୁରୁତ୍ୱପୂର୍ଣ୍ଣ ସମ୍ବାଦ। ପାଉଲ ଠିକ୍ ଭାବେ ଆରମ୍ଭ କରିଛନ୍ତି। ରୋମିଓ 15 ପର୍ବ ତାର 4 ପଦରେ କହନ୍ତି, ପୁଣି ଆମ୍ଭେମାନେ ଯେପରି ଶାସ୍ତ୍ରଲବ୍ଧ ଧୈର୍ଯ୍ୟ ଓ ସାନ୍ତ୍ୱନା ଦ୍ୱାରା ଭରସା ପ୍ରାପ୍ତ ହେଉ, ଏଥିନିମନ୍ତେ ପୂର୍ବ କାଳରେ ଯାହା ଯାହା ଲେଖା ହୋଇଥିଲା ସେହିସବୁ ଆମମାନଙ୍କର ଶିକ୍ଷା ପାଇଁ ଲେଖା ହୋଇଅଛି। ଏହି ପର୍ବ ଆମକୁ ଧୈର୍ଯ୍ୟ ବିଷୟରେ ଶିକ୍ଷା ଦିଏ ଏବଂ ଆମ ମଧ୍ୟରୁ କେତେକଙ୍କ ପାଇଁ ଏହାର ଆବଶ୍ୟକତା ରହିଛି। ନିଶ୍ଚିତ ଭାବରେ ମୁଁ ମଧ୍ୟ ସେହି ଶ୍ରେଣୀଭୁକ୍ତ। ତଥାପି ମୁଁ ଚାହେଁ ନାହିଁ ଯେ ଆପଣ ଏପରି ଭୁଲ ଚିନ୍ତାଧାରାରେ ରୁହନ୍ତୁ ନାହିଁ ଯେ ଈଶ୍ୱର କେବଳ ଧୈର୍ଯ୍ୟ ହିଁ ଆମଠାରୁ ଚାହାନ୍ତି। ପ୍ରଭୁଙ୍କ ପାଖରେ ଅବ୍ରାହାମ, ଯାକୋବ ଏବଂ ଦାଉଦଙ୍କ ଭଳି ବ୍ୟକ୍ତିମାନେ ମଧ୍ୟ ଥିଲେ, ଯେଉଁମାନେ ଅତ୍ୟନ୍ତ କର୍ମଠ, ପରିଶ୍ରମୀ ଏବଂ ସକ୍ରିୟ ଥିଲେ। ଈଶ୍ୱର ତାହା ମଧ୍ୟ ବ୍ୟବହାର କରନ୍ତି। କିନ୍ତୁ ଇସାହାକଙ୍କ ଜୀବନ ଅଧିକ କିଛି ଆମକୁ ଶିଖାଏ। ଦ୍ୱିତୀୟ ତିମୋଥୀ ତାର 3 ପର୍ବ ତାର 16 ଏବଂ 17 ପଦ କହେ, ସମସ୍ତ ଶାସ୍ତ୍ର ଈଶ୍ୱର ନିଶ୍ୱସିତ ଏବଂ ଶିକ୍ଷା, ଅନୁଯୋଗ, ସଂଶୋଧନ ଓ ଧାର୍ମିକତା ସମ୍ବନ୍ଧୀୟ ଶାସନ ନିମନ୍ତେ ଉପକାରୀ, ଯେପରି ଈଶ୍ୱରଙ୍କ ଲୋକ ସିଦ୍ଧ ହୋଇ ସମସ୍ତ ଉତ୍ତମ କାର୍ଯ୍ୟ ନିମନ୍ତେ ସୁସଜ୍ଜିତ ହୁଏ। ଏହି ବିଷୟକୁ ମନେ ରଖି ଏ ପର୍ବ ଅଧ୍ୟୟନ କରିବା। ପ୍ରିୟ ପୁତ୍ର ଇସାହାକଙ୍କ ନିକଟରେ ନିୟମ ନିଶ୍ଚିତ ହୋଇଛି। ଏହାପରେ ଆମେ ଦେଖୁଛୁ ଯେ ସେ ମଧ୍ୟ ନିଜ ପିତା ଅବ୍ରାହାମଙ୍କ ଭଳି ଅବିଶ୍ୱାସର ସେହି ସମାନ ପାପରେ ପଡ଼ୁଛନ୍ତି। ଶେଷରେ ଆମେ ତାଙ୍କୁ ଗରାର ଦେଶରେ କୂଅ ଖୋଳୁଥିବାର ଦେଖୁ। ଏହା ବୋଧହୁଏ ଅଧିକ ରୋମାଞ୍ଚକର ମନେ ହେଉନାହିଁ, କିନ୍ତୁ ଏଠାରେ ଆମ ପାଇଁ ଏକ ସମ୍ବାଦ ରହିଛି। ତେଣୁ ଆସନ୍ତୁ ଆମେ ଏହାକୁ ହାତଛଡ଼ା କରିବା ନାହିଁ। ଈଶ୍ୱର ଇସାହାକ ପ୍ରତି ତାଙ୍କ ନିୟମକୁ ପୁନଃନିଶ୍ଚିତ କରୁଛନ୍ତି। ଆଦି ପୁସ୍ତକ 26 ପର୍ବ ତାର 1 ପଦରେ ଲେଖା ଅଛି, ପୂର୍ବେ ଅବ୍ରାହାମଙ୍କର ବର୍ତ୍ତମାନ ସମୟରେ ଯେ ରୂପ ଦୁର୍ଭିକ୍ଷ ହୋଇଥିଲା, ସେହି ଦେଶରେ ଆଉ ଥରେ ସେ ରୂପ ଦୁର୍ଭିକ୍ଷ ଉପସ୍ଥିତ ହୁଅନ୍ତି। ଇସାହାକ ଗରାରରେ ପଲିଷ୍ଟିୟମାନଙ୍କ ରାଜା ଅବିମେଲେକ ନିକଟକୁ ଗଲେ। ଏହା ବାଇବଲରେ କୁହାଯାଇଥିବା ଦ୍ୱିତୀୟ ଦୁର୍ଭିକ୍ଷ ବିଷୟ। ଅବ୍ରାହାମଙ୍କ ସମୟର ସେହି ଦୁର୍ଭିକ୍ଷ କଥା ଆପଣଙ୍କର ମନେ ଥିବ, ଯେତେବେଳେ ଅବ୍ରାହାମ ଏବଂ ଲୋଟ ମିଶର ଅଭିମୁଖେ ବାହାରି ଯାଇଥିଲେ। ଆଦି ପୁସ୍ତକ 26 ପର୍ବ ତାର 2 ପଦରେ ଲେଖା ଅଛି, ସେତେବେଳେ ସଦାପ୍ରଭୁ ତାଙ୍କୁ ଦର୍ଶନ ଦେଇ କହିଲେ,
ତୁମ୍ଭେ ମିଶର ଦେଶକୁ ଯାଅ ନାହିଁ। ଆମ୍ଭେ ତୁମକୁ ଯେଉଁ ଦେଶ କହିବା ସେଠାରେ ବାସ କର। ଈଶ୍ୱର ଇସାହାକଙ୍କୁ ସେହିପରି କାହିଁକି କହିଲେ? କାରଣ ତାଙ୍କ ସମ୍ମୁଖରେ ତାଙ୍କ ପିତାଙ୍କର ଏକ ଉଦାହରଣ ଥିଲା, ଯିଏକି ମିଶର ଦେଶକୁ ପଳାୟନ କରିଯାଇଥିଲେ। ଏହା ଏହି ସତ୍ୟକୁ ପ୍ରକାଶ କରେ ଯେ ଯେମିତି ବାପା ସେମିତି ପୁଅ। ପାପ ବାପାଙ୍କ ଠାରୁ ପୁଅ ନିକଟକୁ ଆସିଥିଲା। ଆପଣ ପିଢ଼ିଗତ ଭିନ୍ନତା ବିଷୟରେ ଯେତେ ଚାହିଁବେ ସେତେ କହିପାରନ୍ତି, କିନ୍ତୁ ପାପ ବିଷୟରେ କୌଣସି ପିଢ଼ିଗତ ଭିନ୍ନତା ନଥାଏ। ଏହା ଗୋଟିଏ ପିଢ଼ିରୁ ଅନ୍ୟ ପିଢ଼ିକୁ ପ୍ରବାହିତ ହୋଇଥାଏ। ସାଧାରଣତଃ ପୁଅ ସେହି ଭୁଲ କରେ ଯାହା ତାଙ୍କ ବାପା କରିଥାନ୍ତି, ଯେପର୍ଯ୍ୟନ୍ତ ସେଥିରେ କିଛି ପରିବର୍ତ୍ତନ ନ ଆସିଛି। ତେଣୁ ଦୁର୍ଭିକ୍ଷ ସମୟରେ ଈଶ୍ୱର ଇସାହାକଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଉଛନ୍ତି। ସେ ଅବ୍ରାହ୍ମଙ୍କ ସହିତ କରିଥିବା ନିୟମ ଇସାହାକଙ୍କ ନିକଟରେ ପୁନରାବୃତ୍ତି କରୁଛନ୍ତି। ଆଦିପୁସ୍ତକ 26 ପର୍ବ ତାର 3 ଏବଂ 4 ପଦରେ ଲେଖା ଅଛି, ତୁମ୍ଭେ ଏହି ଦେଶରେ ପ୍ରବାସ କର, ତହିଁରେ ଆମ୍ଭେ ତୁମ୍ଭର ସହାୟ ହୋଇ ତୁମ୍ଭକୁ ଆଶୀର୍ବାଦ କରିବା, ପୁଣି ତୁମ୍ଭକୁ ଓ ତୁମ୍ଭ ବଂଶକୁ ଏହି ସମସ୍ତ ଦେଶ ଦେବା ଓ ତୁମ୍ଭ ପିତା ଅବ୍ରାହ୍ମ ନିକଟରେ ଆପଣାକୃତ ଶପଥର ନିୟମ ସଫଳ କରିବା। ଆମ୍ଭେ ଆକାଶର ତାରାଗଣ ପରି ତୁମର ବଂଶ ବୃଦ୍ଧି କରି ସେମାନଙ୍କୁ ଏହିସବୁ ଦେଶ ଦେବା ଓ ତୁମ୍ଭର ବଂଶ ଦ୍ୱାରା ପୃଥିବୀସ୍ଥ ଯାବତୀୟ ଜାତି ଆଶୀର୍ବାଦ ପ୍ରାପ୍ତ ହେବ। ଈଶ୍ୱର ଇସାହାକକୁ କହୁଛନ୍ତି, ଏହି ଦେଶ ପରିତ୍ୟାଗ କର ନାହିଁ, ତୁମ୍ଭେ ମିଶରକୁ ଯାଅ ନାହିଁ। ମୁଁ ନିଶ୍ଚିତ କରିବାକୁ ଚାହୁଁଛି ଯେ ଯେଉଁ ପ୍ରତିଜ୍ଞା ଈଶ୍ୱର ଅବ୍ରାହ୍ମଙ୍କ ସହିତ କରିଥିଲେ, ସେ 3ଟି ପ୍ରତିଜ୍ଞାକୁ ପୁନରାବୃତ୍ତି କରୁଛନ୍ତି। ପ୍ରଥମେ ଦେଶ, ତୁମ୍ଭ ବଂଶକୁ ଏହି ସମସ୍ତ ଦେଶ ଦେବା। ଦ୍ୱିତୀୟରେ ଗୋଷ୍ଠୀ, ଆମ୍ଭେ ଆକାଶର ତାରାଗଣ ପରି ତୁମର ବଂଶ ବୃଦ୍ଧି କରିବା। ତୃତୀୟରେ ଆଶୀର୍ବାଦ, ତୁମର ବଂଶ ଦ୍ୱାରା ପୃଥିବୀସ୍ଥ ଯାବତୀୟ ଜାତି ଆଶୀର୍ବାଦ ପ୍ରାପ୍ତ ହେବେ। ଆଦିପୁସ୍ତକ 26 ପର୍ବ ତାର 5 ପଦରେ ଲେଖା ଅଛି, ଯେହେତୁ ଅବ୍ରାହ୍ମ ଆମର ବାକ୍ୟ ମାନେ ଆମ୍ଭର ରକ୍ଷଣୀୟ ବିଷୟ ଆମର ଆଜ୍ଞା ଓ ବିଧି ଓ ବ୍ୟବସ୍ଥା ପାଳନ କରିଅଛି। ସେତେବେଳେ ଈଶ୍ୱର ମୋଶାଙ୍କୁ ବ୍ୟବସ୍ଥା ଦେଇନଥିଲେ। ଅବ୍ରାହ୍ମ ମୋଶାଙ୍କ ବ୍ୟବସ୍ଥା ଅଧୀନରେ ନଥିଲେ। ସେ ଯାହା ହେଉ, ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ଯେତେବେଳେ ଈଶ୍ୱର ଅବ୍ରାହ୍ମଙ୍କୁ କହିଲେ, ସେ ଈଶ୍ୱରଙ୍କଠାରେ ବିଶ୍ୱାସ କଲେ, ବିଶ୍ୱାସ ଅନୁସାରେ କାର୍ଯ୍ୟ କଲେ। ଆଜିକାଲି ଏପରି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କଠାରେ ଖ୍ରୀଷ୍ଟିଆନ ଜୀବନରେ ବାସ୍ତବତାର ଅଭାବ ଦେଖାଯାଇଥାଏ। ଜଣେ ମହିଳା ଜଣେ ପାଳକଙ୍କ ସହ କଥା ହେବାକୁ ଆସିଥିଲେ। କହିଲେ ଯେ ସେ ବିଶ୍ୱାସ ତ କରନ୍ତି, କିନ୍ତୁ ସେ ଏହାକୁ ନେଇ ନିଶ୍ଚିତ ହୋଇପାରୁନାହାନ୍ତି ଏବଂ ସେ କିଛି ଅନୁଭବ ମଧ୍ୟ କରିପାରୁନାହାନ୍ତି। କି ଆଶ୍ଚର୍ଯ୍ୟଜନକ ଅନିଶ୍ଚିତତା! ତାଙ୍କ ଜୀବନରେ ବିଶ୍ୱାସର କୌଣସି କର୍ମ ନାହିଁ ବୋଲି ପାଳକ ଜାଣିପାରିଥିଲେ। ସେ ଘରର କୋଣରେ ବସି ନିଜ ଆଙ୍ଗୁଠି ବୁଲାଇ କହୁଥିଲେ, ମୁଁ ବିଶ୍ୱାସ କରେ, ଏବଂ ତାହାପରେ କିଛି ବଡ଼ ଘଟଣା ଘଟିବା ପାଇଁ ଅପେକ୍ଷା କରୁଥିଲେ। ସେମିତି ବିଶ୍ୱାସର କାର୍ଯ୍ୟ ହୁଏ ନାହିଁ। ଯେତେବେଳେ ଆପଣ ଈଶ୍ୱରଙ୍କୁ ବିଶ୍ୱାସ କରନ୍ତି, ତାଙ୍କ ପ୍ରତିଜ୍ଞାରେ ମଧ୍ୟ ବିଶ୍ୱାସ କରନ୍ତି। ଯଦି ମୋତେ ଫୋନରେ କୁହାଯିବ ଯେ ବ୍ୟାଙ୍କରେ ଏତିକି ଟଙ୍କା ଆପଣଙ୍କ ପାଇଁ ଅଛି, ତେବେ ଆପଣଙ୍କୁ ଉଠି ବ୍ୟାଙ୍କ ପାଖକୁ ଯିବାକୁ ହେବ। ଆପଣ ଘରେ ବସି ରହିଲେ ଆପଣ ପାଇବେ ନାହିଁ। ମୋର ବନ୍ଧୁ, ଯଦି ଆପଣ ମୋତେ ବିଶ୍ୱାସ କରିଥାନ୍ତେ, ମୋ ଫୋନ୍ ରଖିବା ପୂର୍ବରୁ ଆପଣ ଯିବା ନିମନ୍ତେ ପ୍ରସ୍ତୁତ ହୋଇସାରିଥାନ୍ତେ। ତାହା ହିଁ ବିଶ୍ୱାସ ଅଟେ। ଅବ୍ରାହ୍ମ ଈଶ୍ୱରଙ୍କଠାରେ ବିଶ୍ୱାସ କଲେ ଓ ବିଶ୍ୱାସର ପଦକ୍ଷେପ ନେଲେ। ବିଶ୍ୱାସ ଏପରି ଏକ କାର୍ଯ୍ୟ ଯାହା ଉପରେ ଆପଣଙ୍କୁ କାର୍ଯ୍ୟ କରିବାକୁ ହେବ। ଅବ୍ରାହ୍ମ ଈଶ୍ୱରଙ୍କ ଉପରେ ବିଶ୍ୱାସ କଲେ ଓ ଈଶ୍ୱର ତାଙ୍କୁ ଧାର୍ମିକ ଗଣନା କଲେ। ବର୍ତ୍ତମାନ ଈଶ୍ୱର ଚାହୁଁଛନ୍ତି ଇସାହାକ ମଧ୍ୟ ଅବ୍ରାହ୍ମଙ୍କ ପରି ବିଶ୍ୱାସରେ ବୃଦ୍ଧି ପାଆନ୍ତୁ। ଇସାହାକ ରିବିକାଙ୍କୁ ଭୁଲ ଭାବରେ ଉପସ୍ଥାପନ କଲେ। ଆଦିପୁସ୍ତକ 26 ପର୍ବ ତାର 6 ପଦରେ ଲେଖା ଅଛି, ତହିଁରେ ଇସାହାକ ଗରାରଠାରେ ବାସ କଲେ। ଗରାର ଦକ୍ଷିଣ ଦିଗରେ ଅବସ୍ଥିତ। ଅବ୍ରାହ୍ମ ଏବଂ ଇସାହାକ ଉଭୟ ସେହି ଦେଶର ଦକ୍ଷିଣ ଭାଗରେ ବାସ କରୁଥିଲେ। ପ୍ରକୃତରେ ଅବ୍ରାହ୍ମ
ଉତ୍ତର ଦିଗରୁ ସିକିମ୍ ଦେଇ ସେହି ଦେଶକୁ ଆସିଥିଲେ, କିନ୍ତୁ ଶେଷରେ ସେ ଦକ୍ଷିଣ ଭାଗରେ ଥିବା ହିବ୍ରୋନରେ ବାସ କଲେ, ଯାହାକୁ ସହଭାଗିତାର ସ୍ଥାନ ବୋଲି କୁହାଯାଏ। ଆଦି ପୁସ୍ତକ 26 ପର୍ବ ତାର 7 ପଦରେ ଲେଖା ଅଛି, ତହିଁରେ ସେହି ସ୍ଥାନର ଲୋକମାନେ ତାଙ୍କର ଭାର୍ଯ୍ୟା ବିଷୟରେ ପଚାରନ୍ତି। ସେ କହିଲେ, ସେ ମୋହର ଭଗିନୀ। ଯେହେତୁ ସେହି ସ୍ଥାନର ଲୋକମାନେ ରିବିକା ଲାଗି ମୋତେ ଅବାବୋଧ କରିବେ, ଏହା ଭାବି ସେ ତାହାକୁ ଆପଣର ଭାର୍ଯ୍ୟା ବୋଲି କହିବାକୁ ଭୟ କଲେ, ଯେହେତୁ ସେ ପରମ ସୁନ୍ଦରୀ ଥିଲା। ଇସାହାକ ତାଙ୍କ ପିତାଙ୍କ ପାପର ପୁନରାବୃତ୍ତି କରୁଛନ୍ତି। ଈଶ୍ୱର ତାଙ୍କୁ ମିଶର ନ ଯିବା ପାଇଁ ସତର୍କ କରାଇ ଦେଇଥିଲେ, ତେଣୁ ସେ ସେଠାକୁ ନ ଯାଇ ତା ବଦଳରେ ଗରାବ ଅଭିମୁଖେ ସେ ଗଲେ। ଗରାରରେ ସେ ଦେଖିଥିବେ ଲୋକମାନଙ୍କ କୁଦୃଷ୍ଟି ରିବିକା ପ୍ରତି ଅଛି, ତେଣୁ ସେ ରିବିକାକୁ କହିଲେ, ତୁମ୍ଭେ ସେମାନଙ୍କୁ କୁହ ଯେ ତୁମ୍ଭେ ମୋର ଭଉଣୀ, ମୋର ପତ୍ନୀ ନୁହଁ। ଅବ୍ରାମ ଏବଂ ଇସାହାକଙ୍କ ମଧ୍ୟରେ ପାର୍ଥକ୍ୟ ହେଉଛି ଯେ ଅବ୍ରାମ ଅଧା ମିଛ କହିଥିଲେ, କିନ୍ତୁ ଇସାହାକ ସମ୍ପୂର୍ଣ୍ଣ ମିଛ କହିଥିଲେ। ସେ ଯେଉଁ ମିଛଟି କହୁଥିଲେ ତାହା ସମ୍ପୂର୍ଣ୍ଣ ଭାବେ ମନଗଢ଼ା ଥିଲା। ଆଦି ପୁସ୍ତକ 26 ପର୍ବ ତାର 8 ପଦରେ ଲେଖା ଅଛି, ପୁଣି ସେହି ସ୍ଥାନରେ ବହୁକାଳ ବାସ କଲା ଉତ୍ତାରେ ଏକ ସମୟରେ ପଲେଷ୍ଟିୟ ରାଜା ଅବିମେଲେକ ଝରକା ବାଟେ ନିରୀକ୍ଷଣ କରି ଇସାହାକଙ୍କୁ ଆପଣା ଭାର୍ଯ୍ୟା ରିବିକା ସହିତ କୌତୁକ କରୁଥିବାର ଦେଖିଲେ। ମୁଁ ଭାବୁଛି ସେମାନେ ଏକାଠି ହସୁଥିଲେ ଏବଂ ଖେଳୁଥିଲେ। ଆଦି ପୁସ୍ତକ 26 ପର୍ବ ତାର 9 ଏବଂ 10 ପଦରେ ଲେଖା ଅଛି, ତେଣୁ ଅବିମେଲେକ ଇସାହାକଙ୍କୁ ଡକାଇ କହିଲେ, ସେ ସ୍ତ୍ରୀ ଅବଶ୍ୟ ତୁମ୍ଭର ଭାର୍ଯ୍ୟା, ତେବେ ତୁମ୍ଭେ ତାହାକୁ ଆପଣା ଭଗିନୀ ବୋଲି କିପରି କହିଲ? ସେତେବେଳେ ଇସାହାକ ଉତ୍ତର କଲେ, ମୁଁ ଭାବିଲି କେଜାଣି ତାହା ଲାଗି ମୋହର ମୃତ୍ୟୁ ହେବ। ତହିଁରେ ଅବିମେଲେକ କହିଲେ, ତୁମ୍ଭେ ଆମମାନଙ୍କ ସହିତ ଏ କି ବ୍ୟବହାର କଲ? କୌଣସି ଲୋକ ତୁମ ଭାର୍ଯ୍ୟା ସଙ୍ଗେ ଅନାୟାସରେ ଶୟନ କରିପାରନ୍ତା, ତାହାହେଲେ ତୁମ୍ଭେ ଆମମାନଙ୍କୁ ଦୋଷଗ୍ରସ୍ତ କରନ୍ତ। ଇସାହାକ ଏହି ଲୋକମାନଙ୍କୁ ପାପ କରିବାର ବିପଦ ମଧ୍ୟକୁ ଠେଲି ଦେଇଥିଲେ। ତାପରେ ଅବିମେଲେକ କହିଲେ, ଆଦି ପୁସ୍ତକ 26 ପର୍ବ ତାର 11 ପଦରେ ଲେଖା ଅଛି, ଅନନ୍ତର ଅବିମେଲେକ ସବୁ ଲୋକଙ୍କୁ ଏହି ଆଜ୍ଞା ଦେଲେ, ଯେ କେହି ସେହି ମନୁଷ୍ୟକୁ କିଏବା ତାହାର ଭାର୍ଯ୍ୟାକୁ ସ୍ପର୍ଶ କରିବ, ତାହାର ପ୍ରାଣଦଣ୍ଡ ଅବଶ୍ୟ ହେବ। ଅବିମେଲେକ ଇସାହାକଙ୍କର ଜଣେ ଭଲ ବନ୍ଧୁ ହୋଇଗଲେ। ଅବ୍ରାମଙ୍କ ଭଳି ଇସାହାକଙ୍କର ମଧ୍ୟ ସମାଜରେ ସମ୍ମାନ ଥିଲା। ସେମାନେ ଉଭୟେ ଅସାଧାରଣ ବ୍ୟକ୍ତିତ୍ୱ ଥିଲେ। ମୁଁ ଏଠାରେ କହିବାକୁ ଚାହେଁ ଯେ ଇସାହାକଙ୍କ ବିଷୟରେ ପରବର୍ତ୍ତୀ ପର୍ବରେ ଅସାଧାରଣ ବ୍ୟକ୍ତି ପରି ଉପସ୍ଥାପନ କରାଯାଇନାହିଁ। ଇସାହାକ ଗରାରରେ ଅଛନ୍ତି। ଆଦି ପୁସ୍ତକ 26 ପର୍ବ ତାର 12 ପଦରେ ଲେଖା ଅଛି, ଅନନ୍ତର ଇସାହାକ ସେହି ଦେଶରେ କୃଷିକର୍ମ କରି ସେହି ବର୍ଷ 100 ଗୁଣ ଲାଭ କଲେ। ପୁଣି ସଦାପ୍ରଭୁ ତାଙ୍କୁ ଆଶୀର୍ବାଦ କଲେ। ଈଶ୍ୱର ତାଙ୍କ ସହିତ ଅଛନ୍ତି। ଏହା ସେହି ଆଶୀର୍ବାଦ ଯାହା ଈଶ୍ୱର ଅବ୍ରାମକୁ ଡାକିବା ଦିନଠାରୁ ପ୍ରତିଜ୍ଞା କରିଥିଲେ। ଏହା ଏକ ପାର୍ଥିବ ଆଶୀର୍ବାଦ ଥିଲା। ପରବର୍ତ୍ତୀ ସମୟରେ ଯେତେବେଳେ ଈଶ୍ୱର ସେମାନଙ୍କୁ ସେହି ସ୍ଥାନରେ ରଖିଲେ, ସେ ସେମାନଙ୍କୁ କହିଥିଲେ ଯେ ସେ ସେମାନଙ୍କର ଖାଦ୍ୟ ଶସ୍ୟକୁ ଆଶୀର୍ବାଦ କରିବେ, ଅର୍ଥାତ୍ ସବୁବେଳେ ଖାଦ୍ୟ ସାମଗ୍ରୀରେ ଭରପୁର ରହିବ। ଯେତେବେଳେ ସେମାନେ ଈଶ୍ୱରଙ୍କର ସହିତ ସମ୍ପର୍କ ରଖି ଚାଲୁଥିଲେ, ସେତେବେଳେ ଈଶ୍ୱର ସେହି ପ୍ରତିଜ୍ଞା ପୂରଣ କରିଥିଲେ। ଆମକୁ ମନେ ରଖିବାକୁ ହେବ ଯେ ସେ ଆମକୁ କେବଳ ପାର୍ଥିବ ଆଶୀର୍ବାଦର ପ୍ରତିଜ୍ଞା କରୁନାହାନ୍ତି, ସେ ଆମକୁ ଆତ୍ମିକ ଆଶୀର୍ବାଦର ପ୍ରତିଜ୍ଞା ଦେଇଛନ୍ତି। ଆମକୁ କହୁଛନ୍ତି ଯେ ଆମେ ସମସ୍ତ ଆତ୍ମିକ ଆଶୀର୍ବାଦରେ ଆଶୀର୍ବାଦଯୁକ୍ତ, ତାହା ଆମେ ପାଇବା, କିନ୍ତୁ ତାହା ପାଇବା ନିମନ୍ତେ କିଛି ସର୍ତ୍ତ ରହିଛି। ଈଶ୍ୱରଙ୍କ ସହିତ ଆମ ସମ୍ପର୍କ କିପରି ତା ଉପରେ ନିର୍ଭର କରୁଛି। ଯଦି ଆପଣ ତାଙ୍କୁ ଅନୁମତି ଦେବେ, ତେବେ ସେ ଆପଣଙ୍କ ଆତ୍ମିକ ଜୀବନରେ ପ୍ରଚୁର ଭାବରେ ଆଶୀର୍ବାଦ କରିବାକୁ ଚାହାନ୍ତି। ଆମେ ଏଠାରେ ଦେଖିବାକୁ ପାଉଁ ଯେ ଇସାହାକ ଅତ୍ୟନ୍ତ ଆଶୀର୍ବାଦଯୁକ୍ତ ହୋଇଥିଲେ। ଆଦି ପୁସ୍ତକ 26 ପର୍ବ ତାର 13 ପଦରେ ଲେଖା ଅଛି, ଏ ନିମନ୍ତେ ସେ ବର୍ଦ୍ଧିଷ୍ଣୁ ହେଲେ, ପୁଣି ସେ ଆହୁରି ବୃଦ୍ଧି ପାଇ ଅତି ମହାନ ହେଲେ। ଏହାକୁ ଭୁଲନ୍ତୁ ନାହିଁ ଯେ ଇସାହାକ ଅତ୍ୟନ୍ତ ଆଶୀର୍ବାଦ ପ୍ରାପ୍ତ ଥିଲେ।
ତାଙ୍କ କ୍ଷେତ୍ରରୁ 100 ଗୁଣ ଅମଳ ମିଳିଥିଲା। ଆମ ମଧ୍ୟରୁ କିଛି ଲୋକଙ୍କ ଧାରଣା ଯେ କେବଳ ଅବ୍ରାହମ ଏବଂ ଯାକୁବ ହିଁ ଅସାଧାରଣ ଥିଲେ, କିନ୍ତୁ ଇସାହାକ ନୁହନ୍ତି। ମୁଁ କହିବାକୁ ଚାହେଁ ଯେ ଇସାହାକ ମଧ୍ୟ ଜଣେ ଅସାଧାରଣ ବ୍ୟକ୍ତିତ୍ୱ ଥିଲେ। ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ ଇସାହାକଙ୍କ ଜୀବନ ଅବ୍ରାହମଙ୍କ ଜୀବନ ସହିତ ସଂଯୁକ୍ତ। ଇସାହାକଙ୍କ ଜନ୍ମ ଏବଂ ତାଙ୍କ ଜୀବନ ଅବ୍ରାହମଙ୍କ ଅନୁଭୂତି ସହିତ ଓତପ୍ରୋତ ଭାବେ ଜଡ଼ିତ। ଯଦିଓ ବେଦୀ ଉପରେ ବଳିଦାନ ସମୟରେ ଇସାହାକ ଗୁରୁତ୍ୱପୂର୍ଣ୍ଣ ଥିଲେ, ତଥାପି ସେଠାରେ ଅବ୍ରାହମ ଏବଂ ଇସାହାକ ଏକାଠି ଥିଲେ। ଏହାକୁ ଏପରି ଭାବରେ କାହିଁକି ଉପସ୍ଥାପନ କରାଯାଇଛି? ପ୍ରକୃତରେ ଆମେ ପୂର୍ବରେ ଦେଖିଛୁ ଯେ ଏହି ସମସ୍ତ ଘଟଣା ଆମ ନିମନ୍ତେ ଉଦାହରଣ ସ୍ୱରୂପ ଘଟିଥିଲା। ଏହା ପ୍ରଭୁ ଯୀଶୁଖ୍ରୀଷ୍ଟ ଏବଂ ପିତା ଈଶ୍ୱରଙ୍କ ମଧ୍ୟରେ ଥିବା ନିବିଡ଼ ସମ୍ପର୍କର ଏକ ଚମତ୍କାର ଚିତ୍ର ଉପସ୍ଥାପନ କରେ। ଜହନ 14 ପର୍ବ ତାର 9 ପଦରେ ଯୀଶୁ କହିଲେ, ଯେ ମୋତେ ଦର୍ଶନ କରିଅଛି ସେ ପିତାଙ୍କୁ ଦର୍ଶନ କରିଅଛି। ଜହନ 17 ପର୍ବ ତାର 4 ପଦ କହେ, ମହାଯାଜକୀୟ ପ୍ରାର୍ଥନାରେ ପ୍ରଭୁ ଯୀଶୁ କହିଲେ, ତୁମ୍ଭେ ମୋତେ ଯେଉଁ କର୍ମ କରିବାକୁ ଦେଇଅଛ ତାହା ମୁଁ ସମାପ୍ତ କରି ପୃଥିବୀରେ ତୁମ୍ଭକୁ ମହିମାନ୍ୱିତ କରିଅଛି। ସେ ଆଉ ମଧ୍ୟ କହିଲେ, ଜହନ 5 ପର୍ବ ତାର 17 ପଦରେ, ମୋହର ପିତା ଏପର୍ଯ୍ୟନ୍ତ କାର୍ଯ୍ୟ କରୁଅଛନ୍ତି ଆଉ ମୁଁ ମଧ୍ୟ କରୁଅଛି। ଏଣୁ ଏହା ନିଶ୍ଚିତ ଯେ ଅବ୍ରାହମଙ୍କ କାହାଣୀ ସହିତ ଇସାହାକଙ୍କର ଘନିଷ୍ଠ ସମ୍ପର୍କ ରହିଛି। ଏହି ପର୍ବରେ ଆମେ ଇସାହାକଙ୍କୁ ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇଥିବାର ଦେଖୁଛୁ ଏବଂ ସେ ସେତେଟା ଆକର୍ଷଣୀୟ ଦେଖାଯାଉ ନାହାନ୍ତି। ସେ ନିଜର ଏକ ଦୁର୍ବଳତା ପ୍ରଦର୍ଶନ କରୁଛନ୍ତି ଏବଂ ଅବ୍ରାହମଙ୍କ ପାପର ପୁନରାବୃତ୍ତି କରୁଛନ୍ତି। ତଥାପି ଈଶ୍ୱରଙ୍କ ବାକ୍ୟ ସ୍ପଷ୍ଟ କରେ ଯେ ଇସାହାକ ସେହି ଦେଶର ଜଣେ ଅତ୍ୟନ୍ତ ମହାନ ବ୍ୟକ୍ତି ଥିଲେ। ଆଦିପୁସ୍ତକ 26 ପର୍ବ ତାର 14 ପଦରେ ଲେଖା ଅଛି, ଏବଂ ତାଙ୍କର ମେଷଧନ ଓ ଗୋଧନ ପୁଣି ଅନେକ ଦାସ ଦାସୀ ହେଲେ, ତେଣୁ ପଲେଷ୍ଟିୟ ଲୋକମାନେ ତାଙ୍କ ପ୍ରତି ଈର୍ଷା କରିବାକୁ ଲାଗିଲେ। ପଲେଷ୍ଟିୟମାନେ ଏହି ସମସ୍ତ ସମୃଦ୍ଧି ଦେଖି ସହିପାରିଲେ ନାହିଁ। ଆଦିପୁସ୍ତକ 26 ପର୍ବ ତାର 15 ପଦରେ ଲେଖା ଅଛି, ଏଣୁ ତାଙ୍କର ପିତା ଅବ୍ରାହମଙ୍କ ସମୟରେ ତାଙ୍କ ପିତାଙ୍କ ଦାସମାନେ ଯେଉଁ ଯେଉଁ କୂପ ଖୋଳିଥିଲେ, ପଲେଷ୍ଟିୟ ଲୋକମାନେ ମୃତ୍ତିକା ଦ୍ୱାରା ସେସବୁ ପୋତି ପକାଇଲେ। ଅବ୍ରାହମ ସେହି ଦେଶରେ ଅନେକ କୂଅ ଖୋଳିଥିଲେ ଏବଂ ଏବେ ତାଙ୍କ ପୁଅ ଆସିବା ପରେ ସେହି କୂଅଗୁଡ଼ିକ ଇସାହାକଙ୍କର ହୋଇଗଲା। କିନ୍ତୁ ସେ ସକାଳେ ବାହାରକୁ ଯାଇ ଦେଖନ୍ତି ଯେ କୂଅଗୁଡ଼ିକ ସବୁ ପୋତି ହୋଇ ଯାଇଛି। ଏହି କାର୍ଯ୍ୟ ପଲେଷ୍ଟିୟମାନଙ୍କ ଦ୍ୱାରା କରାଯାଇଥିଲା। ପଲେଷ୍ଟିୟମାନଙ୍କ ଶତ୍ରୁତା ବିଷୟରେ ପ୍ରଥମ ଥର ଲେଖାଯାଇଛି। ପରବର୍ତ୍ତୀ ସମୟରେ ଦାଉଦଙ୍କ ସହିତ ନିରନ୍ତର ପଲେଷ୍ଟିୟମାନଙ୍କ ଯୁଦ୍ଧ ଚାଲିଥିବା ଦେଖୁ। ଆଦିପୁସ୍ତକ 26 ପର୍ବ ତାର 16 ପଦରେ ଲେଖା ଅଛି, ଅନନ୍ତର ଅବିମେଲେକ ଇସାହାକଙ୍କୁ କହିଲେ, ତୁମ୍ଭେ ଆମମାନଙ୍କ ନିକଟରୁ ପ୍ରସ୍ଥାନ କର, ଯେହେତୁ ତୁମ୍ଭେ ଆମମାନଙ୍କଠାରୁ ଅଧିକ ବଳବାନ ହୋଇଅଛ। ସେ ସମୟରେ ଇସାହାକଙ୍କ ଗୁରୁତ୍ୱ ବିଷୟରେ ଦେଖିବାକୁ ପାଉଁ। ଆଦିପୁସ୍ତକ 26 ପର୍ବ ତାର 17 ପଦରେ ଲେଖା ଅଛି, ତହିଁରେ ଇସାହାକ ସେହି ସ୍ଥାନରୁ ଯାତ୍ରା କରି ଗରାର ଉପତ୍ୟକାରେ ତମ୍ବୁ ସ୍ଥାପନ କରି ସେହିଠାରେ ବାସ କଲେ। ଅବିମେଲେକ କହିଲେ, ତୁମ୍ଭେ ଆମମାନଙ୍କ ନିକଟରୁ ପ୍ରସ୍ଥାନ କର, ଯେହେତୁ ତୁମ୍ଭେ ଆମମାନଙ୍କଠାରୁ ଅଧିକ ବଳବାନ ହୋଇଅଛ। ଆପଣ ଦେଖିପାରୁଥିବେ ଯେ ଇସାହାକଙ୍କ ପ୍ରତି ତାଙ୍କର ଅତ୍ୟଧିକ ସମ୍ମାନ ଥିଲା। ଏବେ ଇସାହାକଙ୍କର ଜୀବନର ଦୁର୍ବଳତା ପରି ମନେ ହେଉଛି, କିନ୍ତୁ ପ୍ରକୃତରେ ଏହା ଦୁର୍ବଳତା ନୁହେଁ। ଲକ୍ଷ୍ୟ କରନ୍ତୁ ଯେ ସେ ପୁନର୍ବାର ସେହି ସ୍ଥାନକୁ ଫେରି ଯାଉଛନ୍ତି ଯେଉଁଠାରେ ତାଙ୍କର ପିତା ଅବ୍ରାହମ ରହୁଥିଲେ। ଆଦିପୁସ୍ତକ 26 ପର୍ବ ତାର 18ରୁ 20 ପଦରେ ଲେଖା ଅଛି, ପୁଣି ଆପଣା ପିତା ଅବ୍ରାହମଙ୍କର ବର୍ତ୍ତମାନ ସମୟରେ ଖୋଦିତ ଯେଉଁ ଯେଉଁ ସଜଳ କୂପ ଅବ୍ରାହମଙ୍କ ମୃତ୍ୟୁତାରେ ପଲେଷ୍ଟିୟମାନେ ପୋତି ପକାଇଥିଲେ, ସେ ସମସ୍ତ ଇସାହାକ ପୁନର୍ବାର ଖୋଳି ଆପଣା ପିତୃଦତ୍ତ ନାମ ପୁନରପି ରଖିଲେ। ଆଉ ଇସାହାକଙ୍କର ଦାସମାନେ ସେହି ଉପତ୍ୟକା ଖୋଳି ସ୍ରୋତବାହୀ କୂପ ପ୍ରାପ୍ତ ହେଲେ। ତହିଁରେ ଗରାର ଦେଶୀୟ ପଶୁପାଳକମାନେ ଇସାହାକଙ୍କର ପଶୁପାଳକମାନଙ୍କ ସହିତ ବିବାଦ କରି କହିଲେ, ଏହି ଜଳ ଆମମାନଙ୍କର। ଏଣୁ ସେ ସେହି କୂପର ନାମ ଏସକ ବିବାଦ ରଖିଲେ, ଯେହେତୁ ସେମାନେ ତାଙ୍କ ସହିତ ବିବାଦ କଲେ। ସେଠାରେ ଚାଲିଥିବା ସଂଘର୍ଷକୁ ପ୍ରକାଶ କରେ।
ମୋର ମନେ ହୁଏ ଯେ ଏହି ଜଳ ହେଉଛି ଈଶ୍ୱରଙ୍କ ବାକ୍ୟର ଏକ ପ୍ରତିଛବି। ଆମକୁ ଏହାକୁ ଗଭୀର ଭାବରେ ପାନ କରିବାକୁ ହେବ। ଏହାକୁ ବାକ୍ୟ ରୂପୀ ଜଳ କୁହାଯାଏ, ଯାହା ଆମର ତୃଷା ମେଣ୍ଟାଇବା ପାଇଁ ଓ ପରିଷ୍କାର ହେବା ପାଇଁ ମଧ୍ୟ ଉଦ୍ଦିଷ୍ଟ। ଯୀଶୁ କହିଲେ ଯେ ସେ କହିଥିବା ବାକ୍ୟ ଦ୍ୱାରା ହିଁ ଆମେ ପବିତ୍ର ହୋଇପାରୁ। ଜଳ ଜୀବନ ନିମନ୍ତେ ଅତି ଉପଯୋଗୀ ଉପାଦାନ। ଜଳ ବିନା ଆପଣ ବଞ୍ଚିପାରିବେ ନାହିଁ। ଆପଣ ଆରିଜୋନା, ନ୍ୟୁ ମେକ୍ସିକୋ ଏବଂ କାଲିଫର୍ଣ୍ଣିଆର ମରୁଭୂମି ଉପର ଦେଇ ଉଡ଼ିଯାଇପାରନ୍ତି ଏବଂ ସେଠାରେ ପ୍ରଚୁର ଶୁଷ୍କ ଭୂମି ଦେଖିବାକୁ ପାଇବେ। କିନ୍ତୁ ହଠାତ୍ ଆପଣ ଏକ ସବୁଜ ଶ୍ୟାମଳ ଅଞ୍ଚଳ ଦେଖନ୍ତି ଏବଂ ଆଶ୍ଚର୍ଯ୍ୟ ହେବେ ଯେ ସେଠାରେ ପ୍ରକୃତରେ କ'ଣ ଘଟିଛି। କେବଳ ଜଳ ହିଁ ଏହାର ଏକମାତ୍ର କାରଣ। ମୋର ପ୍ରିୟ ବନ୍ଧୁ, ଯେକୌଣସି ମଣ୍ଡଳୀରେ ଈଶ୍ୱରଙ୍କ ସନ୍ତାନମାନଙ୍କ ମଧ୍ୟରେ ଥିବା ପାର୍ଥକ୍ୟ ଏକମାତ୍ର କାରଣ ହେଉଛି ଜଳ, ଈଶ୍ୱରଙ୍କ ବାକ୍ୟ ରୂପୀ ଜଳ। ଯେଉଁ ବିଶ୍ୱାସୀମାନେ ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନ କରନ୍ତି, ସେମାନଙ୍କ ଜୀବନରେ ଏକ ବିରାଟ ପାର୍ଥକ୍ୟ ଦେଖାଯାଏ। ଏଥିପାଇଁ ଏକ ସଂଘର୍ଷ ମଧ୍ୟ ହେବ। ମୋର ମନେ ହୁଏ, ଯଦି ଆପଣ ପ୍ରକୃତରେ ଈଶ୍ୱରଙ୍କର ବାକ୍ୟ ଅଧ୍ୟୟନ କରିବାକୁ ଯାଉଛନ୍ତି, ତେବେ ଆପଣଙ୍କୁ ସବୁବେଳେ କିଛି ନା କିଛି ମୂଲ୍ୟ ଦେବାକୁ ପଡ଼ିବ। ଶୟତାନ ଆପଣଙ୍କୁ ସବୁକିଛି କରିବାକୁ ଅନୁମତି ଦେବ, କିନ୍ତୁ ଈଶ୍ୱରଙ୍କ ବାକ୍ୟ ଗଭୀର ଭାବେ ବୁଝିବାକୁ ଦେବ ନାହିଁ। ଆଦି ପୁସ୍ତକ 26 ପର୍ବ ତାର 21 ଏବଂ 22 ପଦରେ ଲେଖା ଅଛି, ଅନନ୍ତର ତାଙ୍କର ଦାସମାନେ ଆଉ ଏକ କୂପ ଖୋଳନ୍ତି। ସେମାନେ ତହିଁ ପାଇଁ ମଧ୍ୟ ବିବାଦ କଲେ। ତହୁଁ ଇସାହାକ ତହିଁର ନାମ ସିଟ୍ନା ଶତ୍ରୁତା ରଖିଲେ। ପୁଣି ସେ ସେଠାରୁ ପ୍ରସ୍ଥାନ କରି ଅନ୍ୟ ଏକ କୂପ ଖୋଳିଲେ। ତହିଁ ନିମିତ୍ତ ସେମାନେ ବିବାଦ ନ କରିବାରୁ ତହିଁର ନାମ ରହୋବୋତ ପ୍ରଶସ୍ତ ସ୍ଥାନ ରଖିଲେ। କାରଣ ସେ କହିଲେ, ଏବେ ସଦାପ୍ରଭୁ ଆମମାନଙ୍କୁ ସ୍ଥାନ ଦେଲେ, ଆମ୍ଭେମାନେ ଦେଶରେ ବର୍ଦ୍ଧିଷ୍ଣୁ ହେବା। ପରିଶେଷରେ ସେ ସେହି କୂଅର ନାମ ରହୋବୋତ ରଖିଲେ। ଏହାର ଅର୍ଥ ହେଉଛି ପ୍ରଶସ୍ତ ସ୍ଥାନ। ଏହା ପୂର୍ବରୁ ସେ ଯେତେବେଳେ ମଧ୍ୟ କୂଅ ଖୋଳୁଥିଲେ, ଲୋକମାନେ ତାହାକୁ ତାଙ୍କଠାରୁ ଛଡ଼ାଇ ନେଉଥିଲେ। ସେ ସେଠାରୁ ଆଗକୁ ଯାଇ ଆଉ ଏକ କୂଅ ଖୋଳୁଥିଲେ, ସେମାନେ ତାହାକୁ ମଧ୍ୟ ଛଡ଼ାଇ ନେଉଥିଲେ। ସେ କେବଳ ଆଗକୁ ହିଁ ବଢ଼ି ଚାଲିଥିଲେ। ଏହା ନିଶ୍ଚିତ ଭାବେ ପ୍ରକାଶ କରେ ଯେ ଇସାହାକ ଜଣେ ଶାନ୍ତିପ୍ରିୟ ଏବଂ ଧୈର୍ଯ୍ୟବାନ ବ୍ୟକ୍ତି ଥିଲେ। ମୁଁ ଭାବୁଛି ଦାଉଦ ଏପରି କରିନଥାନ୍ତେ, ସିମୋନ ପିତର ମଧ୍ୟ ଏପରି କରିନଥାନ୍ତେ। ଯଦି ଆପଣ ସତ୍ୟ ଜାଣିବାକୁ ଚାହାନ୍ତି, ତେବେ ବର୍ଣ୍ଣନ ମ୍ୟାଗି ମଧ୍ୟ ଏପରି କରିନଥାନ୍ତେ। ଆମ ପାଇଁ ଏହା ଏକ ପ୍ରକୃତ ଶିକ୍ଷା, ବିଶେଷ କରି ଯେତେବେଳେ ଆମେ ଏହାକୁ ଈଶ୍ୱରଙ୍କ ବାକ୍ୟର ଅଧ୍ୟୟନ କ୍ଷେତ୍ରରେ ପ୍ରୟୋଗ କରୁ। ଏହା ଅତ୍ୟନ୍ତ ପ୍ରାସଙ୍ଗିକ ହୋଇଥାଏ। ଇସାହାକଙ୍କ ବେର୍ସେବା ପର୍ଯ୍ୟନ୍ତ ଯାତ୍ରା କଲେ। ସେ ସେଠାରୁ ବେର୍ସେବାକୁ ଗଲେ। ଆଦି ପୁସ୍ତକ 26 ପର୍ବ ତାର 23 ଏବଂ 24 ପଦରେ ଲେଖା ଅଛି, ଅନନ୍ତର ସେ ସେହି ସ୍ଥାନରୁ ବେର୍ସେବାକୁ ଗଲେ। ସେହି ରାତ୍ରରେ ସଦାପ୍ରଭୁ ତାଙ୍କୁ ଦର୍ଶନ ଦେଇ କହିଲେ, ଆମ୍ଭେ ତୁମ୍ଭ ପିତା ଅବ୍ରାହ୍ମର ପରମେଶ୍ୱର ଅଟୁ। ଭୟ କର ନାହିଁ, କାରଣ ଆମ୍ଭେ ଆପଣା ଦାସ ଅବ୍ରାହ୍ମ ଲାଗି ତୁମର ସହାୟ ଅଟୁ ଓ ତୁମ୍ଭକୁ ଆଶୀର୍ବାଦ କରି ତୁମର ବଂଶ ବୃଦ୍ଧି କରିବା। ଈଶ୍ୱର ତାଙ୍କୁ ଦର୍ଶନ ଦେଇ ସାନ୍ତ୍ୱନା ଦେଉଛନ୍ତି। ଯୋସେଫଙ୍କୁ ଛାଡ଼ି ଈଶ୍ୱର ଅନ୍ୟ ସମସ୍ତ ପିତୃପୁରୁଷମାନଙ୍କୁ ଦର୍ଶନ ଦେଇଥିଲେ। ସେ ଅବ୍ରାହ୍ମ, ଇସାକ ଏବଂ ଯାକୋବଙ୍କ ନିକଟରେ ଆପଣାକୁ ପ୍ରକାଶ କଲେ। ଆଦି ପୁସ୍ତକ 26 ପର୍ବ ତାର 25 ପଦରେ ଲେଖା ଅଛି, ଅନନ୍ତର ଇସାହାକ ସେହି ସ୍ଥାନରେ ଯଜ୍ଞବେଦୀ ନିର୍ମାଣ କରି ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କଲେ। ଅନନ୍ତର ସେ ସେହି ସ୍ଥାନରେ ତମ୍ବୁ ସ୍ଥାପନ କରନ୍ତି। ତାଙ୍କର ଦାସମାନେ ଗୋଟିଏ କୂପ ଖୋଳିଲେ। ସେ ପୁଣି ଥରେ କୂଅ ଖୋଳିବା ଆରମ୍ଭ କରୁଛନ୍ତି। ଆପଣ ସବୁବେଳେ ଇସାହାକ କୂଅ ଖୋଳିବା ଦେଖିବେ। ଆପଣ ଅବ୍ରାହ୍ମଙ୍କ ଯଜ୍ଞବେଦୀ ନିର୍ମାଣ କରିବା ଦେଖିବେ ଏବଂ ଆମେ ପରେ ଦେଖିବା ଯେ ଯାକୋବ ତମ୍ବୁ ନିର୍ମାଣ କରୁଛନ୍ତି। ଆଦି ପୁସ୍ତକ 26 ପର୍ବ ତାର 26 ପଦରୁ 29 ପଦରେ ଲେଖା ଅଛି, ଏଥିଉତାରେ ଅବିମେଲକ ଅହୁସତ ନାମକ ଆପଣା ମିତ୍ରକୁ ଓ ଫିକୋଲ ନାମକ ସେନାପତିକି ସଙ୍ଗରେ ଘେନି ଗରାର ଠାରୁ ଇସାହାକଙ୍କ ନିକଟକୁ ଗଲେ। ତହିଁରେ ଇସାହାକ ସେମାନଙ୍କୁ କହିଲେ, ତୁମ୍ଭେମାନେ ତ ମୋତେ ଘୃଣା କରୁଅଛ, ପୁଣି ଆପଣମାନଙ୍କ ମଧ୍ୟରୁ ମୋତେ ଦୂର କରି ଦେଇଥିଲ।
ଏବେ ମୋ ନିକଟକୁ କି ନିମନ୍ତେ ଆସିଲ? ତହିଁରେ ସେମାନେ ଉତ୍ତର କଲେ, ସଦାପ୍ରଭୁ ତୁମର ସହାୟ ଅଟନ୍ତି, ଏହା ଆମ୍ଭେମାନେ ସ୍ପଷ୍ଟ ଦେଖିଲୁ। ଏହେତୁ କହିଲୁ, ଆମମାନଙ୍କ ମଧ୍ୟରେ ଗୋଟିଏ ରାଣ ଥାଉ ଓ ଆମମାନଙ୍କ ସହିତ ତୁମର ଏହି ଏକ ନିୟମ ହେଉ, ଆମ୍ଭେମାନେ ଯେପରି ତୁମକୁ ସ୍ପର୍ଶ କରିନାହୁଁ ଓ ତୁମର ମଙ୍ଗଳ ବିନୁ ଆଉ କିଛି କରିନାହୁଁ, ବରଂ ତୁମକୁ ଶାନ୍ତିରେ ବିଦାୟ କରିଅଛୁ, ସେପରି ତୁମେ ଆମମାନଙ୍କୁ ହିଂସା କରିବ ନାହିଁ। ତୁମେ ତ ସଦାପ୍ରଭୁଙ୍କର ଆଶୀର୍ବାଦ ପାତ୍ର। ଯଦିଓ ଗରାରର ଲୋକମାନଙ୍କ ସହିତ ବ୍ୟବହାରର କ୍ଷେତ୍ରରେ ଇସାହାକ ପ୍ରାୟତଃ ଦୁର୍ବଳ ବୋଲି ମନେ ହୁଅନ୍ତି, ତଥାପି ଗରାରର ରାଜା ଇସାହାକଙ୍କ ଦ୍ୱାରା ଏତେ ପ୍ରଭାବିତ ହୋଇଥିଲେ ଯେ ସେ ଭଲ ସମ୍ପର୍କ ସ୍ଥାପନ କରିବା ପାଇଁ ଇସାହାକଙ୍କୁ ବେର୍ସେବା ପର୍ଯ୍ୟନ୍ତ ଆସିଥିଲେ। ସେହି ଦେଶରେ ଇସାହାକଙ୍କ ପ୍ରଭାବ ଜଣେ ଦୁର୍ବଳ ବ୍ୟକ୍ତି ପରି ନଥିଲା। ଆଦିପୁସ୍ତକ 26 ପର୍ବ ତାର 34 ଏବଂ 35 ପଦରେ ଲେଖା ଅଛି, ଅନନ୍ତର ଏସୋ 40 ବର୍ଷ ବୟସରେ ହିତ୍ୟ ବେରିର ଜିହୁତୀତ ନାମୀ କନ୍ୟାକୁ ଓ ହିତ୍ୟ ଏଲୋନର ବାସମତ ନାମ୍ନୀ କନ୍ୟାକୁ ବିବାହ କଲେ। ମାତ୍ର ସେମାନେ ଇସାହାକ ଓ ରିବିକାଙ୍କ ମନର ଦୁଃଖଦାୟିନୀ ହେଲେ। ପରବର୍ତ୍ତୀ ଅଧ୍ୟାୟରେ ଆମେ ଯାକୋବଙ୍କର ପ୍ରକୃତ ରୂପ ଦେଖିବାକୁ ପାଇବା। ସେଥିରୁ ହିଁ ଏକ ନୂଆ କାହାଣୀ ଆରମ୍ଭ ହେବ ଲକ୍ଷ୍ୟ କରିବା। ଆଜିର ଅଧ୍ୟୟନ ମଧ୍ୟ ଦେଇ ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆଜି ତ ଆମ ସମୟ ଶେଷ ହେଲାଣି। ପରବର୍ତ୍ତୀ କାର୍ଯ୍ୟକ୍ରମରେ ପୁଣି ଥରେ ଆପଣଙ୍କ ସହିତ ସାକ୍ଷାତ ହେବ। ଆପଣଙ୍କ ଠାରୁ ବିଦାୟ ନେବା ପୂର୍ବରୁ ଆସନ୍ତୁ ପ୍ରାର୍ଥନା କରିବା। ପ୍ରେମିକ ଦୟାଳୁ ସ୍ୱର୍ଗସ୍ଥ ପିତା, ଆମେ ତୁମକୁ ଧନ୍ୟବାଦ ଦେଉଅଛୁ। ଆଜିର ସୁନ୍ଦର ବାକ୍ୟ ଦ୍ୱାରା ଆମମାନଙ୍କୁ ତୁମେ କଥା କହିଅଛ। ପବିତ୍ର ପ୍ରିୟ ପ୍ରଭୁ, ଆଜିର ଅଧ୍ୟୟନରେ ଯାହା କିଛି ପ୍ରଭୁ ଆମେ ଶିକ୍ଷା ଲାଭ କରିଛୁ, ସେ ସମସ୍ତ ବିଷୟକୁ ବୁଝିବା ନିମନ୍ତେ ଆମମାନଙ୍କୁ ତୁମେ ସାହାଯ୍ୟ କର। ଆମ ପ୍ରତ୍ୟେକ ଦର୍ଶକ ଭାଇ ଭଉଣୀମାନଙ୍କୁ ତୁମେ ଆଶୀର୍ବାଦ କର। ଗୌରବ ସମ୍ଭ୍ରମ ମହିମା କେବଳ ତୁମକୁ ଦେଇ ପ୍ରଭୁ ଯୀଶୁଙ୍କର ବହୁମୂଲ୍ୟ ନାମରେ ଏହି ପ୍ରାର୍ଥନା ଉତ୍ସର୍ଗ କରୁଅଛୁ। ଆମେନ୍। ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ। ମୁଁ ଆଶା କରେ ଆଜିର ଅଧ୍ୟୟନଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଏହି କାର୍ଯ୍ୟକ୍ରମରେ ଆପଣଙ୍କ ମନରେ ଯଦି କିଛି ପ୍ରଶ୍ନ ଥାଏ, ତେବେ ଆମ ସହିତ ଯୋଗାଯୋଗ କରନ୍ତୁ। ଆମେ ଆପଣଙ୍କ ଫୋନ୍ କଲ୍ର ଅପେକ୍ଷାରେ ଅଛୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ରହିଲୁ, ନମସ୍କାର। ଗତ ପ୍ରଶ୍ନର ଉତ୍ତରଟି ହେଉଛି ଏ ଇସାକ। ଆଜିର ପ୍ରଶ୍ନଟି ହେଉଛି ପଲେଷ୍ଠୀୟ ରାଜାଙ୍କ ନାମ କ'ଣ? ଏ ଦାଉଦ, ବି ନାହୋର, ସି ଇସ୍ମାଏଲ, ଡି ଅବିମେଲେକ। ଏହି ପ୍ରଶ୍ନର ଉତ୍ତର ଆସନ୍ତାକାଲି ସନ୍ଧ୍ୟା 6ଟା ମଧ୍ୟରେ ଅପସନ୍ ମଧ୍ୟରୁ ସଠିକ୍ ଉତ୍ତର ବାଛି ଆପଣଙ୍କ ନାମ ଓ ସମ୍ପୂର୍ଣ୍ଣ ଠିକଣା ସହିତ 9777221415 ଫୋନ୍ ନମ୍ବରରେ SMS କିମ୍ବା ହ୍ୱାଟ୍ସଆପ୍ ଦ୍ୱାରା ଆମକୁ ଜଣାଇବାକୁ ଅନୁରୋଧ। ଯଦି ଆପଣଙ୍କୁ ଆମ କାର୍ଯ୍ୟକ୍ରମ ଭଲ ଲାଗୁଛି, ତେବେ 044490812996ରେ ମିସ୍ଡ କଲ୍ ଦେଇ ବିଜୟୀ ହୋଇପାରିବେ। ଗତ ସପ୍ତାହର ବିଜୟ ଦର୍ଶକ ବନ୍ଧୁ ହେଲେ ଗଜପତିରୁ ମୀନା କୁମାରୀ ମିସାଲ ଓ ପରିବାର।